ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏରିଆରେ କଂଗ୍ରେସର ବର୍ତ୍ତମାନ ସେଇଟା ଗଢ଼ ହେଇଗଲା। ଏଇ ସମ୍ବିଧାନ ବଞ୍ଚାଅ ସଭା ଥିଲା ବିଧାନସଭାର, ହିଞ୍ଜିଲିକାଟ ବିଧାନସଭାର। ଜିଲ୍ଲାର ସବୁ କଂଗ୍ରେସ ଲୋକ ମିଶିକି କରିଥିଲେ। ତାର ନେତୃତ୍ୱ ନେଇଥିଲେ ଆମର ବିଧାୟକ ରମେଶ ଜେନା। ଅଦ୍ଭୁତ ଧରଣର ପପୁଲାରିଟି ମୁଁ ରମେଶ ଜେନାଙ୍କର ଦେଖିଲି। ଏତେ ଜନପ୍ରିୟ ଯୁବକମାନେ, ଛାତ୍ରମାନେ, ମହିଳାମାନେ ସମସ୍ତେ ତାଙ୍କୁ ଭଲ ପାଉଛନ୍ତି। ବିରାଟ ର୍ୟାଲିରେ ମୋଟର ସାଇକେଲର 100 କିଲୋମିଟର ପଟୁଆର ଥିଲା। 100 କିଲୋମିଟର ପଟୁଆରରେ ବିଭିନ୍ନ ଗାଁ ଟାଉନ ହେଇକି ଆମେ ହିଞ୍ଜିଲିକାଟ ପହଞ୍ଚିଲୁ। ପହଞ୍ଚିଲା ବେଳକୁ 5000 ବାଇକ୍ରେ ଲୋକ ଥିଲେ ଏବଂ ସେଇଠି ହାରାହାରି 10,000 ଲୋକ ଉପସ୍ଥିତ ଥିଲେ। ଆମର ମିଟିଂ ପହଞ୍ଚିଲା ବେଳକୁ ଆମେ ହାରାହାରି 14-15 ଲୋକ ଥିଲୁ। ମିଟିଂ ହେଲା ସୁନ୍ଦର ଭାବରେ। ପ୍ରାୟ ବିଜେଡିର 500 ଟାଉନର ଯୁବ କଂଗ୍ରେସ ସଭାପତି ବିଜେଡିର ଆଉ ତାଙ୍କର ବରିଷ୍ଠ ନେତାମାନେ ମଧ୍ୟ ମିଶିକି 500 ଲୋକ ଗତକାଲି ଯୋଗଦାନ କରିଛନ୍ତି। ମାନେ ଏଭଳିଆ ଗୋଟେ ସଂଗଠକ ରମେଶ ବାବୁ ମୁଁ ଜାଣିନଥିଲି। ବହୁତ ସୁନ୍ଦର ଭାବରେ ସେ ଆୟୋଜନ କରିଥିଲେ। ଆଉ ଖରା ସତ୍ତ୍ୱେ ମଧ୍ୟ ବହୁତ ଟେଣ୍ଟ ସୁନ୍ଦର ଭାବରେ ହେଇଥିଲା। ବର୍ଷା ହେଲା ଚାରିଆଡ଼େ, କିନ୍ତୁ ଦୈବର ଦେଖ, ଭଗବାନଙ୍କର କୃପା ଦେଖନ୍ତୁ। ବାଟେ ଆମେ 3 ବର୍ଷାରେ ଭିଜିକି ଗଲୁ, କିନ୍ତୁ ମିଟିଂ ସ୍ପଟରେ ବର୍ଷା ହେଇନି। ନହେଲେ ମିଟିଂ ଇଆଡ଼େ ସିଆଡ଼େ ହେଇଯାଇଥାନ୍ତା। ମିଟିଂ ସ୍ପଟରେ ବର୍ଷା ହେଲାନି। ଭଗବାନଙ୍କର ଆଶୀର୍ବାଦ। ଏଭଳିଆ ଗୋଟେ ମିଟିଂ ବିଗତ 25-30 ବର୍ଷରେ ସେ ଅଞ୍ଚଳରେ ହେଇନଥିବ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏରିଆରେ କଂଗ୍ରେସର ବର୍ତ୍ତମାନ ସେଇଟା ଗଢ଼ ହେଇଗଲା। ବର୍ତ୍ତମାନ ଯୋଉ ଭଳିଆ ବାତାବରଣ ସେଠି ଦେଖାଯାଇଛି, ଆପଣ ଗତକାଲିର ଦୃଶ୍ୟ ଯୋଉମାନେ ଦେଖିଛନ୍ତି ଜାଣିବେ। ଦକ୍ଷିଣ ଓଡ଼ିଶା କଥା କୁହାଯାଉ, ଗଞ୍ଜାମ କଥା କୁହାଯାଉ, କଂଗ୍ରେସର ପାରମ୍ପରିକ ଭୋଟ ଥାଏ, କିନ୍ତୁ ସଂଖ୍ୟାରେ କନଭର୍ଟ ହଉନି, ସଫଳତା ମିଳୁନି। ଆପଣ ଦେଖନ୍ତୁ, ସଂଖ୍ୟାରେ କୋରାପୁଟ ଜିଲ୍ଲାରେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ କନଭର୍ଟ ହେଇଛି। ଯୋଉଟା ଟିକେ ତ୍ରୁଟି ହେଇଗଲା ନବରଙ୍ଗପୁର ଲୋକସଭାରେ, ଆଉ ସେଥିପାଇଁ ଟିକେ ସଂଖ୍ୟା କମିଗଲା। ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମର 2ଟା, ଆଉ ରାୟଗଡ଼ା, କୋରାପୁଟ, ଆମର ପୁରା ଦକ୍ଷିଣ ଓଡ଼ିଶା ସୁଇପ୍ କରିକି କଂଗ୍ରେସ କାମ କରିବ। ଏଇ ଜିଲ୍ଲା ପରିଷଦ ଇଲେକ୍ସନ ହିଁ ରେଜଲ୍ଟ କହିଦେବ। ବଲାଙ୍ଗୀରରେ ମଧ୍ୟ କେମିତି କଂଗ୍ରେସ ରିକଭର କରିବ। ବଲାଙ୍ଗୀର, ବରଗଡ଼, କୋକସରା, ଝାରସୁଗୁଡ଼ା ଆଉ ସୁନ୍ଦରଗଡ଼ରେ ଯେ ତାର ଗଣିତ ଆରମ୍ଭ ହେଇଗଲାଣି। ଆମର ବର୍ତ୍ତମାନ ଉପସଭାପତି ଆମର ସନ୍ତୋଷ ସିଂ ସାଲୁଜା ବର୍ତ୍ତମାନ ସେ ଏରିଆରେ ବୁଲୁଛନ୍ତି, ଆଜି ବି ସେ ଏରିଆରେ ଅଛନ୍ତି। ତେଣୁ ଏପଟେ କୋଷ୍ଟାଲ ଏରିଆରେ ମଧ୍ୟ ତାରପ୍ରସାଦ ବାହିନୀପତିଙ୍କର, ଦେବାଶିଷ ପଟ୍ଟନାୟକଙ୍କର, ଆମର ଯେତେ ଅଫିସ ବେରର ମାନଙ୍କର, ଆମର ଅବଜର୍ଭର ମାନେ ସମସ୍ତେ ବୁଲୁଛନ୍ତି। କୋଷ୍ଟାଲ ଏରିଆରେ ତ ମୁଁ ମୟୂରଭଞ୍ଜ ଯାଇସାରିଛି, ଯାଜପୁର 2 ଥର ଗଲିଣି, ଯାଜପୁର 3 ଥର ହେଇଗଲାଣି, ଅନୁଗୁଳ ଢେଙ୍କାନାଳ 2 ଥର ହେଇଗଲାଣି, ଏଠି ଜଗତସିଂହପୁର ଯାଇସାରିଛୁ, ପୁରୀ ଯାଇସାରିଛୁ। ମାନେ କୋଷ୍ଟାଲ ଏରିଆରେ ମଧ୍ୟ ଅଦ୍ଭୁତ ଭାବରେ ଲୋକଙ୍କର ସମର୍ଥନ ମିଳୁଛି। ଆସନ୍ତା ଦିନରେ ଆହୁରି ବ୍ୟାପକ ହେବ। ଆମର ମାସେ 1.5 ମାସ ଭିତରେ ଡିଷ୍ଟ୍ରିକ୍ଟ କମିଟି, ବ୍ଲକ କମିଟି ଏବଂ ପଞ୍ଚାୟତ କମିଟି ମଧ୍ୟ ହେଇଯିବ। ତାପରେ ଆହୁରି ବହୁତ ସଂଗଠିତ ଉପାୟରେ କାର୍ଯ୍ୟକ୍ରମ ସବୁ ହେବ। କେନ୍ଦ୍ରୀୟ ନେତୃତ୍ୱ ବି ଆସିବେ। ଆସନ୍ତା ଦିନରେ ରାହୁଲ ଜି ଆସିବେ, ପ୍ରିୟଙ୍କା ଜି ଆସିବେ, ଖର୍ଗେ ଜି ଆସିବେ, ଅନେକ କାର୍ଯ୍ୟକ୍ରମ ହେବ।